ଧ୍ୟାନ ନିମନ୍ତେ ଆମେ ଈଶ୍ୱରଙ୍କର ପବିତ୍ର ବାକ୍ୟରୁ ଗୋଟିଏ ଅଂଶ ପାଠ କରିବା, ଯାହା ଆମ୍ଭେମାନେ ପ୍ରାପ୍ତ ହେବା ଲୁକ ଲିଖିତ ସୁସମାଚାର ତାହାର 5 ପର୍ବ 1 ପଦରୁ 11 ପଦ ପର୍ଯ୍ୟନ୍ତ। ମୁଁ ଅନୁରୋଧ କରି ଜଣେ ଶାସ୍ତ୍ରାଂଶଟିକୁ ପାଠ କରିବେ। ଲୁକ ଲିଖିତ ସୁସମାଚାର ତାହାର 5 ପର୍ବ 1 ପଦରୁ 11 ପଦ ପର୍ଯ୍ୟନ୍ତ। ଦିନେ ଯେତେବେଳେ ଲୋକ ସମୂହ ଯୀଶୁଙ୍କ ଉପରେ ମାଡ଼ି ପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରେଥ ହ୍ରଦ କୂଳରେ ଠିଆ ହୋଇଥିଲେ। ଆଉ ସେ ହ୍ରଦ କୂଳରେ 2ଟି ନୌକା ଥିବାର ଦେଖିଲେ। ମାଛୁଆମାନେ ସେଥିରେ ଓହ୍ଲାଇ ଜାଲ ଧୋଉଥିଲେ। ସେହି ନୌକାଗୁଡ଼ିକ ମଧ୍ୟରୁ ଯାହା ସିମୋନଙ୍କର ଥିଲା, ସେଥିରେ ସେ ଚଢ଼ି ତଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାଙ୍କୁ ଅନୁରୋଧ କଲେ। ଆଉ ସେ ବସି ନୌକାରୁ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ। ସେ କଥା ଶେଷ କରି ସିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ। ଏଥିରେ ସିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ। ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା। ସେଥିରେ ସେମାନଙ୍କର ଯେଉଁ ସହକର୍ମୀମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି 2ଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ ସେଗୁଡ଼ିକ ବୁଡ଼ିଯିବାକୁ ଲାଗିଲା। କିନ୍ତୁ ସିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଚାଲିଯାଅ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ। କାରଣ ସେମାନେ ଏତେ ମାଛ ଧରିଥିଲେ ଯେ ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ପୁଣି ଜେବେଦୀଙ୍କ 2 ପୁତ୍ର ଯାକୋବ ଓ ଯୋହନ, ଯେଉଁମାନେ ସିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ପୁଣି ଯୀଶୁ ସିମୋନଙ୍କୁ କହିଲେ, ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ। ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସବୁ ଛାଡ଼ିଦେଇ ତାହାଙ୍କର ଅନୁଗମନ କଲେ। ଆମେନ୍। ପ୍ରଭୁ ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ହେଉ, ଯେହେତୁ ଈଶ୍ୱର ଆଜି ଆମ ପ୍ରତ୍ୟେକଙ୍କୁ ତାଙ୍କରି ଅନୁଗ୍ରହର ଛାୟା ତଳେ ରଖି ଅନଲାଇନ ମାଧ୍ୟମରେ ତାଙ୍କରି ପବିତ୍ର ଉପସ୍ଥିତିକୁ ପ୍ରାପ୍ତ ହେବା ନିମନ୍ତେ ସାହାଯ୍ୟ କରିଅଛନ୍ତି। ଜଣେ ଥିଓଲୋଜିଆନ, ତାଙ୍କ ନାଁ ହେଉଛି ଡେଟ୍ରିସ୍ ବନାଫର, ସେ କହନ୍ତି, when Christ call a man, he bids him come and die। ଯେତେବେଳେ ଜଣେ ମନୁଷ୍ୟକୁ ଈଶ୍ୱର ଆହ୍ୱାନ କରନ୍ତି, ସେ ଆହ୍ୱାନକାରୀଙ୍କୁ ଗୋଟେ ନିଲାମ ଭାବରେ ତାଙ୍କୁ ଡାକନ୍ତି ଏବଂ ତାଙ୍କର କଲରେ ସେ ମରିବାକୁ କହନ୍ତି। when Christ call a man, he bids him come and die। ସେ ଆମକୁ ଡାକନ୍ତି, ଆସ ଏବଂ ମୃତ୍ୟୁ ହୁଅ। ଏଥିପାଇଁ ଖ୍ରୀଷ୍ଟ ଡାକନ୍ତି ବୋଲିକରି ସେ କହନ୍ତି। ତେଣୁ ଆଜିର ଯୋଉ ଶାସ୍ତ୍ରାଂଶରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପିତରଙ୍କୁ ସେ ଆହ୍ୱାନ କରନ୍ତି। ଆଉ ଖ୍ରୀଷ୍ଟ ଯେତେବେଳେ ପିତରକୁ ଆହ୍ୱାନ କରନ୍ତି, ପ୍ରିୟ ମଣ୍ଡଳୀ, ସେଇ ଆହ୍ୱାନ ଗୋଟେ ଲକ୍ସରିୟସ୍ ଲାଇଫ୍ ପାଇଁ ସେ ଆହ୍ୱାନ ନାହିଁ, ଗୋଟେ ସୁଖବିଳାସ ଆନନ୍ଦର ଜୀବନ ନିମନ୍ତେ ସେ ଆହ୍ୱାନ ନୁହେଁ, କିନ୍ତୁ ସେ ଆହ୍ୱାନ ହେଉଛି
come and die. ଆସ ଏବଂ ମୃତ୍ୟୁ ହୁଅ। ଏଇଟା ହେଉଛି ଖ୍ରୀଷ୍ଟଙ୍କର ଆହ୍ୱାନର ଗୋଟେ ଏକ ବଡ଼ ଷ୍ଟେଟମେଣ୍ଟ ବୋଲିକରି ସେ କହନ୍ତି। ପ୍ରିୟ ମଣ୍ଡଳୀ, ବାଇବେଲରେ ଆମେ ଅନେକ ଆହ୍ୱାନ ବିଷୟରେ ଆମେ ଦେଖିଛୁ। ଈଶ୍ୱର ଅବ୍ରାହମକୁ ଆହ୍ୱାନ କଲେ, ଈଶ୍ୱର ସେ ମଶାଙ୍କୁ ଆହ୍ୱାନ କଲେ। ସେ ଆହ୍ୱାନ ହେଉଛି ସବୁଠୁ ଡିଫରେଣ୍ଟ। ୟୁ ଲିଭ୍ ୟୋର ଏଭ୍ରିଥିଙ୍ଗ। ଅବ୍ରାହମକୁ କହିଲେ ତୁମେ ତୁମର ଜ୍ଞାତି, କୁଟୁମ୍ବ, ପରିଜନ ପ୍ରତ୍ୟେକଙ୍କୁ ପରିତ୍ୟାଗ କର ଏବଂ ଆସ ବୋଲି ଈଶ୍ୱର ଆହ୍ୱାନ। ଯୀଶୁ ଆପଣ ଶିଷ୍ୟମାନଙ୍କୁ ଯେତେବେଳେ ଆହ୍ୱାନ କରନ୍ତି, ସେ ପ୍ରତ୍ୟେକ ବିଷୟକୁ ଛାଡ଼ିଲେ। ଶିଷ୍ୟମାନେ ପ୍ରତ୍ୟେକ ବିଷୟକୁ ଛାଡ଼ିଲେ। ତାଙ୍କର ସନ୍ତାନ ସନ୍ତତି, ତାଙ୍କ ସ୍ତ୍ରୀ, ତାଙ୍କରି ଧନ ସମ୍ପତ୍ତି ପ୍ରତ୍ୟେକ ବିଷୟକୁ ଛାଡ଼ିଲେ ଏବଂ ଈଶ୍ୱରଙ୍କର ଅନୁଗମନ କଲେ। କିନ୍ତୁ ପ୍ରିୟ ମଣ୍ଡଳୀ, ଈଶ୍ୱର ଅନେକଙ୍କୁ ଡାକିଛନ୍ତି ଆଉ ଅନେକ ଲୋକ ମନା ମଧ୍ୟ କରିଛନ୍ତି, ଯିବା ନିମନ୍ତେ ନିଷେଧ କରିଛନ୍ତି। ଜଣେ ସେ ଯୁବକ, ଯିଏକି ଧନଲୋଭୀ ଯୁବକ, ତାକୁ କହିଲେ ତୁମେ ସମସ୍ତ ବିଷୟ ଛାଡ଼ ଏବଂ ମୋହର ଅନୁଗମନ କର। ମାତ୍ର ସେ ମୁଖ ମଳିନ କରି ସେ ପଳେଇଗଲା। ଜଣେ ଲୋକ ତ ଯୀଶୁଙ୍କୁ କହିଲା ଯେ ହେ ପ୍ରଭୁ, ମୁଁ ତୁମର ଅନୁଗମନ କରିବି। ତେବେ ଯୀଶୁ କହିଲେ, ପକ୍ଷୀଶାଳୀର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, କିନ୍ତୁ ମନୁଷ୍ୟ ପୁତ୍ରର ମୁଣ୍ଡ ଗଞ୍ଜିବାର ସ୍ଥାନ ନାହିଁ। ଅନେକ ଲୋକ ଯୀଶୁଙ୍କୁ ଅନୁଗମନ କରିବାକୁ ଇଚ୍ଛା କରନ୍ତି, କିନ୍ତୁ ଭୋଗ ବିଳାସ ନିମନ୍ତେ, ଆନନ୍ଦ ନିମନ୍ତେ, ଶାନ୍ତି ନିମନ୍ତେ, ଗୋଟେ ପାୱାର ନିମନ୍ତେ ସେମାନେ ଅନୁଗମନ କରନ୍ତି। କିନ୍ତୁ ଆଜି ଡେଟ୍ରିଚ୍ ବନାଫର କହନ୍ତି, when Christ calls his man, he bids him come and die. ଆସ ଏବଂ ମୃତ୍ୟୁ ହୁଅ, ସେ ସେଇ ପ୍ରକାର ସେ ଆହ୍ୱାନ ଦିଅନ୍ତି। ତେଣୁ ଆଜିର ଶାସ୍ତ୍ରାଂଶରେ ମଧ୍ୟ ଯୋଉ ଆହ୍ୱାନ ଅଛି, ମୁଁ କହିବାକୁ ଚାହେଁ, the God's calling to us the humanity, to us the human being. ଈଶ୍ୱରଙ୍କର ଯୋଉ ଆହ୍ୱାନ ଅଛି, ସେ ସର୍ବ ଜଗତକୁ ସେ ଆହ୍ୱାନ କରନ୍ତି ତାଙ୍କରି ସେବା ନିମନ୍ତେ। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର ଲୋକମାନେ, ଆଜିର ଶାସ୍ତ୍ରାଂଶରେ ମୁଁ ଆଜି ତିନୋଟି ବିଷୟ ଆପଣମାନଙ୍କ ନିକଟରେ ରଖିବାକୁ ଚାହେଁ। ପ୍ରଥମ ବିଷୟ ମୁଁ ଆଜି କହିବାକୁ ଚାହେଁ ଯେ ଯେତେବେଳେ ଯୀଶୁ ଈଶ୍ୱରଙ୍କର ବାକ୍ୟ ସେ ପ୍ରଚାର କରୁଥିଲେ, ଅନେକ ଲୋକ ଯୀଶୁଙ୍କୁ ବାକ୍ୟ ଶୁଣିବା ନିମନ୍ତେ ଯୀଶୁଙ୍କ ନିକଟରେ ଅନେକ ଲୋକ ଆସିଲେ। ଆଉ ଯେତେବେଳେ ଅନେକ ଲୋକ ଆସିଲେ, ସେ ସମୟରେ ସମୁଦ୍ରର ହ୍ରଦ କୂଳରେ ଦୁଇଟି ନୌକା ଥିବାର ସେ ଦେଖିଲେ। ଆଉ ସେଠାରେ ମାଛୁଆ ମାନେ ସେଥିରୁ ଓହ୍ଲାଇ ଜାଲ ଧଉଥିଲେ। ପ୍ରିୟ ମଣ୍ଡଳୀ, ପିତରଙ୍କର ଆହ୍ୱାନ ହେଉଛି ଗୋଟେ ଡିଫରେଣ୍ଟ ଆହ୍ୱାନ ସେଠି ଅଛି। ଯୀଶୁ ହ୍ରଦ କୂଳରେ ଯେତେବେଳେ ଯାଉଛନ୍ତି, ସେ ଦେଖୁଛନ୍ତି ଯେ ପିତର ସେ ଜାଲ ଧଉଛନ୍ତି। এই ଜାଲ ଧୋଇବାର କେତୋଟି କାରଣ ସେଠି ରହିଛି। ମାନେ ତାହାକୁ ଆମେ କହିବା ଦି ରେଜିଗ୍ନେସନ ଅଫ ୱାର୍କ ବୋଲିକି କହିପାରିବା। ଦ ରେଜିଗ୍ନେସନ ଅଫ ଦି ୱାର୍କ। ରାତି ସାରା ସେ କାର୍ଯ୍ୟ କଲେ, ରାତି ସାରା କାର୍ଯ୍ୟ କଲେ। ଆଉ ଯେତେବେଳେ ଫେଲ୍ୟୁର ହେଲେ, ସେଇଠି ସେ ଫେଲ୍ୟୁରକୁ ପରିପ୍ରକାଶ କରେ ସେ ଜାଲ ଧୋଇବା। ସେ ଯେତେବେଳେ ଜାଲ ଧୋଉଛନ୍ତି, ପ୍ରଥମ ବିଷୟ ଯେ ତାଙ୍କର ଫେଲ୍ୟୁରକୁ ସେ ପ୍ରକାଶ କରୁଛନ୍ତି, କାରଣ ସେ ରାତି ସାରା କଷ୍ଟ ପଡ଼ିଛନ୍ତି, କିଛି ଧରି ନାହାନ୍ତି। ଦ୍ୱିତୀୟ ବିଷୟ ଆମେ କହିପାରିବା ଯେ ସେଇଠି ତାଙ୍କର ଯୋଉ ଶକ୍ତି ଅଛି, ଯୋଉ କ୍ୟାପାସିଟି ଅଛି, ଯୋଉ ଏବିଲିଟି ଅଛି ଏବଂ ଯୋଉ ପାୱାର ଅଛି, ସେ ସବୁ ହ୍ରାସ ହୋଇଅଛି, ତାହା ପ୍ରକାଶ ପାଉଛି ସେ ଜାଲ ଧୋଇଲା ବେଳେ। ଫେଲ୍ୟୁର ଅବସ୍ଥାରେ ସେ ଅଛନ୍ତି। ମୁଁ ତ କହିବି, ସେ ଜାଲ ଧୋଇବାଟା ପ୍ରକୃତରେ ଦି ପିକ୍ଚର ଅଫ ଡିସଆପଏଣ୍ଟେଡ। ସେ ନିରାଶ ହତାଶର ଗୋଟେ ପ୍ରତୀକ ଅଟେ। ସେ ରାତି ସାରା ସେ ପରିଶ୍ରମ କରିଛନ୍ତି, କିନ୍ତୁ କିଛି ପାଇପାରି ନାହାନ୍ତି।
ପ୍ରିୟ ମଣ୍ଡଳୀ, ସେ ଜାଲ ଧୋଇବା ଆମେ କହିପାରିବା the human strength, ability, capacity, everything is loss. ପ୍ରତ୍ୟେକ ବିଷୟ ସେଇଠି ମାନେ କଣ କହିପାରିବା ଯେ ହ୍ରାସ ପାଇଛି। ମୁଁ କହିବାକୁ ଚାହେଁ ଅନେକ ସମୟରେ ମନୁଷ୍ୟର ପ୍ରତ୍ୟେକ ବିଷୟ ହ୍ରାସ ହୋଇଥାଏ। ମନୁଷ୍ୟର ଯୋଉ ଶକ୍ତି, ବଳ, ତାର ଏକ୍ସପିରିଏନ୍ସ, ତାର ପାରଙ୍ଗମତାକୁ ଅନେକ ସମୟରେ ଆମେ ଦେଖାଇଥାଉ, ଗୋଟେ ହ୍ୟୁମାନ ପାୱାରକୁ ଆମେ ଦେଖାଇଥାଉ। କିନ୍ତୁ ପ୍ରଭୁଙ୍କର ବାକ୍ୟ କହେ, ସେ କହେ କଣ ପ୍ରଭୁଙ୍କର ବାକ୍ୟ ଯେ ମନୁଷ୍ୟର ଶକ୍ତିଶାଳୀ ବିଷୟ ଈଶ୍ୱରଙ୍କ ନିକଟରେ ପ୍ରକୃତରେ ଦୁର୍ବଳତା, ଆଉ ଈଶ୍ୱରଙ୍କର ଦୁର୍ବଳ ବିଷୟ ମନୁଷ୍ୟର ମାନେ ଅଧିକ ବଳବାନ ବୋଲିକରି ସେ କହନ୍ତି। ମନୁଷ୍ୟ ଶକ୍ତି ଠାରୁ ଅଧିକ ବଳବାନ ବୋଲି କହନ୍ତି। ଆଜି ଯେତେବେଳେ ପିତର ସେ ଆପଣାର ସମସ୍ତ କାର୍ଯ୍ୟ, ତାଙ୍କର ପାରଙ୍ଗମତା, ତାଙ୍କର ଶକ୍ତି, ତାଙ୍କର ଦକ୍ଷତା, ତାଙ୍କର ପ୍ରତ୍ୟେକ ବିଷୟ ଯେତେବେଳେ ସମାପନ ହେଲା, ସେତେବେଳେ ଯୀଶୁ ଗୋଟେ କଥା କହନ୍ତି, ବହୁତ ସୁନ୍ଦର କଥା କହନ୍ତି। ସେ କହନ୍ତି ଯେ ସେ ନୌକା ଗୁଡ଼ିକ ମଧ୍ୟରୁ ଯେଉଁଠି ସିମୋନଙ୍କର ଥିଲା, ସେଥିରେ ସେ ଚଢି ସ୍ଥଳରୁ ଅଳ୍ପ ଦୂର ଯିବା ନିମନ୍ତେ ତାଙ୍କୁ ଅନୁରୋଧ କଲେ। ତାହା ହେଉଛି ସବୁଠୁ ବଡ଼ ବିଷୟ। ସେ ଯେତେବେଳେ ସମସ୍ତ ବିଷୟକୁ ତାଙ୍କର ସରିଯାଇଛି, ହ୍ରାସ ପାଇଛି, ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ପିତର ତମର ନୌକାକୁ ଆଗକୁ ବଢାଅ। ଯେତେବେଳେ ରେଜିଗ୍ନେସନ ଅଫ ୱାର୍କ, ତାଙ୍କର ୱାର୍କରୁ সকল ବିଷୟକୁ ସେ ଛାଡ଼ିଦେଲେ, ଆରେ ମୋର ପାୱାର ନାହିଁ, ରାତି ସାରା ମୁଁ କାମ କଲି, ଆରେ ମୋର କିଛି ଶକ୍ତି ନାହିଁ, ସେତେବେଳେ ଈଶ୍ୱରଙ୍କର କାମକୁ, ଈଶ୍ୱରଙ୍କର କାର୍ଯ୍ୟକୁ ସେ ଆରମ୍ଭ କଲେ। ଅନେକ ଲୋକ ଗୋଟେ ଷ୍ଟାଟମେଣ୍ଟ ଦିଅନ୍ତି ଯେ ଯେତେବେଳେ ମନୁଷ୍ୟର ଶକ୍ତି ହ୍ରାସ ହୋଇଯାଇଥାଏ, ନଷ୍ଟ ହୋଇଯାଇଥାଏ, ସେଇ ଜାଗାରୁ ଈଶ୍ୱରଙ୍କର ଶକ୍ତି ଆରମ୍ଭ ହୁଏ। ଆଉ ପିତରଙ୍କର ମଧ୍ୟ ଠିକ ସେମିତି, ଯେତେବେଳେ ସେ ନିଜର সকল କାର୍ଯ୍ୟରୁ ବିଶ୍ରାମ ନେଲେ, ସେତେବେଳେ ଈଶ୍ୱରଙ୍କର କାର୍ଯ୍ୟ ଆରମ୍ଭ ହେଲା। ଆମେ ଅନେକ ସମୟରେ ଆମର ନିଜର ଶକ୍ତି, ବଳ, ବୁଦ୍ଧି, ଜ୍ଞାନରେ সকল ବିଷୟ କରିବାକୁ ଆମର ଇଚ୍ଛା ଥାଏ। ଆମେ ଅନେକ ସମୟରେ ଈଶ୍ୱରଙ୍କୁ ଆମମାନଙ୍କର ଜୀବନରେ ଏଲାଉ କରିନଥାଉ କାର୍ଯ୍ୟ କରିବା ନିମନ୍ତେ। ନିଜର ସବୁ ଉପରେ ଆମେ ନିର୍ଭର କରିଥାଉ। କିନ୍ତୁ ଯେତେବେଳେ ଜଣେ ମନୁଷ୍ୟ ଅନେକ ସମୟରେ ଏଲାଉ କରେ ନିଜ କାର୍ଯ୍ୟ କରିବା ନିମନ୍ତେ, ପ୍ରିୟ ମଣ୍ଡଳୀ, ସେତେବେଳେ ସେ ପ୍ରଚୁରତାର ଆଶୀର୍ବାଦ ସେ ପ୍ରାପ୍ତ ହୋଇଥାଏ। ପ୍ରଚୁରତାର ଆଶୀର୍ବାଦ ସେ ପ୍ରାପ୍ତ ହୁଏ। ଆଜି ପିତରଙ୍କ ଦ୍ୱାରା ଆମେ ତାହା ହିଁ ଜାଣିପାରିବା, ବୁଝିପାରିବା ଯେ ଆମରି ଯୋଉ କାର୍ଯ୍ୟ ଅଛି, ସେ କାର୍ଯ୍ୟ ପ୍ରିୟ ମଣ୍ଡଳୀ, ସେ କାର୍ଯ୍ୟକୁ ଆମେ ଈଶ୍ୱରଙ୍କ ନିକଟରେ ହସ୍ତାର୍ପଣ କରିବା ଉଚିତ। ଯେତେବେଳେ ଆମ୍ଭେମାନେ সকল କାର୍ଯ୍ୟକୁ ଈଶ୍ୱରଙ୍କ ନିକଟରେ ହସ୍ତାର୍ପଣ କରୁ, ସେତେବେଳେ ଈଶ୍ୱର ତାହାକୁ ଆଗକୁ ନିଅନ୍ତି। ଆମରି କାର୍ଯ୍ୟ, ଆମରି ଶକ୍ତି ଦ୍ୱାରା ଈଶ୍ୱର କାର୍ଯ୍ୟ କରନ୍ତି ନାହିଁ। ଆଉ ଆମର ଶକ୍ତି, ଆମର ବଳ, ଆମର କେପାସିଟି ଈଶ୍ୱରଙ୍କ ନିକଟରେ ମୂର୍ଖତା ମାତ୍ର। ମାତ୍ର ଯେତେବେଳେ ଈଶ୍ୱରଙ୍କର ନିକଟରେ ଆମରି କାର୍ଯ୍ୟକୁ ଆମେ ସମର୍ପଣ କରୁ, ସେତେବେଳେ ଈଶ୍ୱର ସେ ମହାନ କାର୍ଯ୍ୟରେ ପରିଣତ କରନ୍ତି। ପ୍ରିୟ ମଣ୍ଡଳୀ, ଦ୍ୱିତୀୟ ବିଷୟ ମୁଁ କହିବାକୁ ଚାହେଁ
ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କହିଲେ ଯେ ପିତର ତୁମରି ନୌକା ମତେ ଟିକେ ଦିଅ, ମୁଁ ସେଠାରେ ଆସିବି ଏବଂ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବି। ଦ୍ୱିତୀୟ ବିଷୟ ହଉଛି ଯେ ଯୀଶୁ ଏମିତି ଏକ ଜାଗାରେ ସେ ଆସୁଛନ୍ତି ଯୋଉ ଜାଗାରେ କି ପ୍ରକୃତରେ ଗୋଟେ ଅର୍ଡିନାରୀ ପ୍ଲେସ୍ ବୋଲି କହିପାରିବା। ଗୋଟେ ବୋଟ ଗୋଟେ, ଡଙ୍ଗା ଗୋଟେ, ନୌକା ଗୋଟେ, ଏତେ ବି ବହୁତ ସୁନ୍ଦର ପ୍ଲେସ୍ ନାହିଁ, ଗୋଟେ ଅର୍ଡିନାରୀ ପ୍ଲେସ୍। ଆଉ ସେ ଅର୍ଡିନାରୀ ପ୍ଲେସରେ ଈଶ୍ୱରଙ୍କର ଉପସ୍ଥିତି ରହିଥାଏ। ପ୍ରିୟ ମଣ୍ଡଳୀ, ପ୍ରଭୁ ଯେତେବେଳେ ମନୁଷ୍ୟକୁ ସେ ଆହ୍ୱାନ କରନ୍ତି, ସେ ସେତେବେଳେ ଗୋଟେ ବଡ ବଡ ପ୍ଲେସ୍ ଦ୍ୱାରା ସେ ଆହ୍ୱାନ କରନ୍ତି ନାହିଁ। ଅନେକ ସମୟରେ ଈଶ୍ୱରଙ୍କର ଆହ୍ୱାନ ଆମେ ବଡ ବଡ ପ୍ଲେସରେ ଈଶ୍ୱରଙ୍କର ଆହ୍ୱାନ ଅଛି ବୋଲି ଭାବୁଥାଉ, ମାତ୍ର ଈଶ୍ୱରଙ୍କର ଆହ୍ୱାନ your workplace, your classroom, or home can become a place where God reveals his purpose. ଈଶ୍ୱର ତାଙ୍କର ଉଦ୍ଦେଶ୍ୟକୁ ସେ ବିଭିନ୍ନ ଜାଗାରେ ସେ ପରିପ୍ରକାଶ କରନ୍ତି ଆମମାନଙ୍କ ନିକଟରେ। ଆମେ ଜାଣୁ ଯେ ସାଧୁ ସୁନ୍ଦର ସିଂ ଯେତେବେଳେ ସେ ଟ୍ରେନରେ ନିଜକୁ ସୁଇସାଇଡ କରିବା ନିମନ୍ତେ, ନିଜକୁ ହତ୍ୟା କରିବା ନିମନ୍ତେ ଯେତେବେଳେ ଯାଉଥିଲେ, ସେତେବେଳେ ଈଶ୍ୱରଙ୍କର ପ୍ରକାଶନକୁ ସେ ପାଇଲେ। ମାନେ ଗାଡର ପର୍ପୋଜ, ଗାଡର ଉଦ୍ଦେଶ୍ୟ ଈଶ୍ୱର ସେ ବିଭିନ୍ନ ଜାଗାରେ ସେ ଦିଅନ୍ତି। ଏଇଠି ପିତରଙ୍କୁ ଯଦି ଈଶ୍ୱର ଚାହିଁଥିଲେ ସିନାଗୋଗ ବା ସମାଜ ଗୃହ ମନ୍ଦିରରେ ସେ ମାନେ କଣ କରିଥାନ୍ତେ ଯେ ନିଜେ ପ୍ରକାଶ କରିଥାନ୍ତେ, ମନ୍ଦିରରୁ ଯାଇକରି ସେ ଆହ୍ୱାନ କରିଥାନ୍ତେ, ମାତ୍ର ନିଜର ୱାର୍କ ପ୍ଲେସରେ ଈଶ୍ୱର ଆହ୍ୱାନ କଲେ। ଈଶ୍ୱର ଏମିତି ଏମିତି ବଡ ବଡ ଜାଗାରେ ଯାଇକି ସେ ଆହ୍ୱାନ କରନ୍ତି ନାହିଁ। ଗୋଟେ ମନ୍ଦିର କି ଗୋଟେ ଭୟଙ୍କର ପ୍ଲେସରେ, ଗୋଟେ ଲକ୍ସରିୟସ୍ ପ୍ଲେସରେ ଯାଇକି ସେ ଆହ୍ୱାନ କରନ୍ତି ନାହିଁ, ମାତ୍ର ଗୋଟେ ସାଧାରଣ ପ୍ଲେସ, ଗୋଟେ ଅର୍ଡିନାରୀ ପ୍ଲେସରେ ଈଶ୍ୱର ସେ ଆହ୍ୱାନ କରନ୍ତି। ପ୍ରିୟ ମଣ୍ଡଳୀ, ମଶାଙ୍କର ଆହ୍ୱାନକୁ ଆମେ ଦେଖିବା। ମଶାଙ୍କର ଆହ୍ୱାନ ମଧ୍ୟ ଗୋଟିଏ ବୁଦାରୁ ଆରମ୍ଭ ହେଲା, ଗୋଟେ ପର୍ବତର ଜାଗାରୁ ସେ ଆରମ୍ଭ କଲେ। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର ଆହ୍ୱାନ ହେଉଛି ଆଉଟ୍ ଅଫ୍ ଇମାଜିନେସନ, ଆମର ଜ୍ଞାନ ବୁଦ୍ଧିର ବାହାରେ ତାଙ୍କରି ଆହ୍ୱାନ ଅଟେ। କାରଣ ଆଜିର ଶାସ୍ତ୍ରାଂଶରେ ମଧ୍ୟ ଈଶ୍ୱର ସେ ଗୋଟେ ଅର୍ଡିନାରୀ ପ୍ଲେସରେ ଯାଇକି ଈଶ୍ୱର ଆହ୍ୱାନ କରୁଛନ୍ତି। ଆଉ ସେ ଆହ୍ୱାନ ହେଉଛି ମାର୍ଭେଲିୟସ୍। ପ୍ରଭୁ ଗୋଟେ ଅର୍ଡିନାରୀ ପ୍ଲେସରେ ହିଁ ଆସିବେ, ଯୋଉଟା କି ଗେନ୍ଧିଆ ଜାଗା, ଯୋଉଟା କି ଆଲରା ଜାଗା, ଯୋଉଟାରେ କି ଆମେ ଭାବୁ ଯେ ଏଠି କଣ ଈଶ୍ୱର ଆସିପାରିବେ କି ବୋଲି ଭାବିଥାଉ। କାରଣ ଈଶ୍ୱର ସେଇ ଜାଗାରେ ହିଁ ପହଞ୍ଚନ୍ତି, କାରଣ ଈଶ୍ୱର ସର୍ବଶକ୍ତିମାନ ଅଟନ୍ତି। ପ୍ରିୟ ମଣ୍ଡଳୀ, ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ଭଲ ଭଲ ଜାଗାକୁ ଛାଡ଼ିଦେଲେ, ସ୍ୱର୍ଗକୁ ଛାଡ଼ିଦେଲେ, ମାତ୍ର ଯେଉଁଠି କି ଅପବିତ୍ର, ଯେଉଁଠାରେ କି ଅଧାର୍ମିକ ମାନେ ରୁହନ୍ତି, ଯେଉଁଠାରେ କି ପାପ ଅଛି, ସେଇ ଜାଗାରେ ଈଶ୍ୱରଙ୍କର ଉପସ୍ଥିତି ହେଲା। ସେ ସ୍ୱର୍ଗକୁ ଛାଡ଼ିଲେ, ସେ ଭଲ ଭଲ ଏଇ ସ୍ୱର୍ଗରେ ବହୁତ ସୁନ୍ଦର ବିଷୟ ଯାକ ଅଛି, ସେଇଟାକୁ ଛାଡ଼ିଲେ। ଆରେ ଏଇ ଜଗତକୁ ଆସିଲେ କେଉଁ ଜାଗାରେ କି ଯୋଉଠାରେ କି ପାପୀ, ଦୁରାଚାରୀ, ଅପରାଧ ଅଛି, ସେଇ ଜାଗାକୁ ସେ ବାଛିଲେ। God choose the ordinary place. ଈଶ୍ୱର ବଡ ବଡ ଜାଗାକୁ ସେ ବାଛନ୍ତି ନାହିଁ, ମାତ୍ର ଗୋଟେ ସ୍ମଲ ଛୋଟ ଛୋଟ ଜାଗାକୁ ସେ ବାଛନ୍ତି। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ପ୍ରିୟ ମଣ୍ଡଳୀ, ଆଜି ଆମମାନେ ମଧ୍ୟ ଈଶ୍ୱର ଆଜି ଯୋଉ ସ୍ଥାନରେ ଆମେ ମାନେ ଅଛୁ, ଆଜି ପ୍ରଭୁ ଆଜି ଫୋନ ମାଧ୍ୟମରେ ଆମମାନଙ୍କୁ ତାଙ୍କରି ସେଇ ବିଷୟକୁ ସେ ପ୍ରକାଶ କରନ୍ତି। ଆଜି ଆମମାନଙ୍କୁ ଯୋଉ ଆହ୍ୱାନ ଅଛି, ଆଜି ଆମମାନଙ୍କୁ ଫୋନ ମାଧ୍ୟମରେ ମଧ୍ୟ, ଏ ଅନଲାଇନ ମାଧ୍ୟମରେ ମଧ୍ୟ ଈଶ୍ୱର ଆମମାନଙ୍କୁ ଆହ୍ୱାନ କରିପାରନ୍ତି। କାରଣ ଈଶ୍ୱରଙ୍କର ବାକ୍ୟ ହିଁ ସେ ଈଶ୍ୱର ଆହ୍ୱାନ କରନ୍ତି, ଈଶ୍ୱରଙ୍କର ବାକ୍ୟ ଦ୍ୱାରା ହିଁ ଈଶ୍ୱର ଆହ୍ୱାନ କରନ୍ତି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ଈଶ୍ୱର ଯେତେବେଳେ ଆହ୍ୱାନ କରୁଛନ୍ତି, ସେ ଏମିତି ଏକ ଜାଗାରେ ଅଛନ୍ତି ଯୋଉଠାରେ କି ଗେନ୍ଧିଆ ମାଛ ଯୋଉଠାରେ ରଖାଯିବ, ସେଇଟା ବଢିଆ ପ୍ଲେସ୍ କି? କେବେ ନାହିଁ, ନେଭର ଏଭର।
କେବେ ନାହିଁ। ସେମିତି ଜାଗାରେ ଈଶ୍ୱର ସେ ଠିଆ ହୁଅନ୍ତି। ଆରେ ସେମିତି ଜାଗାରୁ ଈଶ୍ୱର କଣ କରନ୍ତି? ଈଶ୍ୱରଙ୍କର ବାକ୍ୟକୁ ସେ ପ୍ରଚାର ପ୍ରସାର ମଧ୍ୟ କରନ୍ତି। ଆମେ ଅନେକ ସମୟରେ ଆମମାନଙ୍କୁ ବଡ ବଡ ପୁଲପିଟ ଆମମାନଙ୍କୁ ପଡିଥାଏ ନେଇକି, ଅନେକ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ ବଡ ବଡ ସ୍ପେସ ତାଙ୍କୁ ଦରକାର, ଭଲ ଭଲ ସ୍ପେସ ଦରକାର। ସେମାନଙ୍କୁ 10, 15 କି 20 ଜଣ ଅନଲାଇନ ଥିଲେ ସେମାନେ ପ୍ରଚାର କରିବା ପସନ୍ଦ କରେ, ବଡ ବଡ ସ୍ପିକର ସେମାନେ। ମାତ୍ର ଗଡ ସେ ଏମିତି ଜାଗାରେ ସେ ପ୍ରଚାର କରନ୍ତି ଯୋଉଠାରେ କି ଗେନ୍ଧିଆ ଆଲରା, ଯୋଉଟା ଜାଗାରେ କି ପ୍ରକୃତରେ ଆମେ ଛିଡା ହେଇପାରିବା ନାହିଁ, ସେଇଠି ସେମିତି ଜାଗାରେ ସେ ପ୍ରଚାର କରିବାକୁ ସେ ଠିଆ ହେଇଛନ୍ତି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ମୁଁ ସେଥିପାଇଁ ଆଜି ଆପଣ ମାନଙ୍କୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଈଶ୍ୱରଙ୍କର ଆହ୍ୱାନ ଯେତେବେଳେ ହୁଅନ୍ତି, ସେଇ ଆହ୍ୱାନ ହେଉଛି ଆମମାନଙ୍କର ୱାର୍କ ପ୍ଲେସ ରୁ, ଆମମାନଙ୍କର ହୋମ ମାଧ୍ୟମରେ ହୋଇପାରେ, ଆମମାନଙ୍କର ମାନେ ମାନେ ଗୋଟେ ଫୋନ ମାଧ୍ୟମରେ ମଧ୍ୟ ହୋଇପାରେ, ଅନେକ ସୃଷ୍ଟିର ପ୍ରତ୍ୟେକ ବିଷୟ ଠାରୁ ମଧ୍ୟ ଆମମାନଙ୍କର ଆହ୍ୱାନ ଆସିପାରେ। ତାହାକୁ ଆମେ ସଦା ସର୍ବଦା ବୁଝିବାକୁ ପଡିବ। ପ୍ରିୟ ମଣ୍ଡଳୀ, ଦ୍ୱିତୀୟ ବିଷୟ ମୁଁ କହିବାକୁ ଚାହେଁ, ତୃତୀୟ ବିଷୟ ମୁଁ କହିବାକୁ ଚାହେଁ ଆପଣମାନଙ୍କ ନିକଟରେ ଯେ ଏଇଠି ଆଉ ଗୋଟେ ବିଷୟ ଦେଖୁଛୁ ଆମେ, ତାହା ହେଉଛି ଯେ ଚତୁର୍ଥ ପଦରେ ଲେଖାଯାଏ, ସେ କଥା ଶେଷ କରି ସିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ। ପ୍ରିୟ ମଣ୍ଡଳୀ, ଏଠାରେ ଏମିତି ଏକ ବିଷୟ ଅଛି ଯେ এই ବିଷୟ ଦ୍ୱାରା ସିମୋନକୁ ଈଶ୍ୱର ମାନେ ଗୋଟେ ତାକୁ ସେ ଭାବିଥାଏ ଯେ ମତେ ଜିଜସ୍ ଟର୍ଚର କରୁଛନ୍ତି ବୋଲି ସେ ଭାବୁଥିବ। ମେ ବି ହୋଇପାରେ ସେ ଭାବୁଥିବ ଯେ ଯୀଶୁ ମତେ ଟର୍ଚର କରୁଛନ୍ତି, ସେଥିପାଇଁ ଏମିତି କହୁଛନ୍ତି ବୋଲି ସେ ଭାବୁଥିବ। କାରଣ ଯୀଶୁ ଖ୍ରୀଷ୍ଟ ସେ କେଉଟ ନଥିଲେ, ଯୀଶୁ ଖ୍ରୀଷ୍ଟ ସେ ଗୋଟେ କାର୍ପେଣ୍ଟର ଥିଲେ। ଆଉ ଗୋଟେ କାର୍ପେଣ୍ଟର କୁ କେମିତି ଜଣା ଯେ କୋଉଠି ମାଛ ଅଛନ୍ତି, କୋଉ ସମୟରେ ମାଛ ଧରିବେ। ସେଥିପାଇଁ ସେ ଡାଇରେକ୍ଟ ସାର ଦେଲା ସିମୋନ ପିତର, ହେ ଗୁରୁ, ସେ ଗୁରୁ ବୋଲି ସେ ପ୍ରକାଶ କଲେ, ହେ ଗୁରୁ, ମାନେ ରାତି ଯାକ ପରିଶ୍ରମ କରି କିଛି ଧରି ନାও। ଏ ଯୋଉ ଷ୍ଟେଟମେଣ୍ଟରେ ତାଙ୍କରି ପାରଙ୍ଗମତାକୁ ସେ ପ୍ରକାଶ କରନ୍ତି, ତାଙ୍କରି ନଲେଜ କୁ ସେ ପ୍ରକାଶ କରନ୍ତି, ତାଙ୍କରି ନଲେଜ। କାରଣ ଗୋଟେ କେଉଟ ଜାଣେ ଯେ କେଉଠି ମାଛ ଅଛି, କେଉଁ ସମୟରେ ମାଛ ଧରାଯାଏ, କେତେବେଳେ ମାଛ ଧରାଯାଏ, ଆଉ ମାଛ ଧରିବାର ଉପାୟ କଣ ସେ ହିଁ ଜାଣନ୍ତି। ସେ ପ୍ରକାଶ କରନ୍ତି ଯେ ହେ ଗୁରୁ, ରାତି ସାରା ଆମେ ମାନେ ପରିଶ୍ରମ କରି କିଛି ଧରି ନାଉ ବୋଲି ସେ କହନ୍ତି। କାରଣ ସେ ଜାଣିଛନ୍ତି ଯେ ମାଛକୁ ଦିନ ବେଳେ ମାଛ ଧରାଯାଏ ନାହିଁ, କାରଣ ଦିନ ବେଳେ ନା ତାଙ୍କର ଛାଇ ଦେଖାଯିବ, ଭାଇବ୍ରେସନ ହେବ, ପାଣି ସ୍ଥିର ନଥିବ, ମାଛ ମାନେ ସେମାନେ ଭିତରକୁ ପଳେଇ ଯାଆନ୍ତି। କିନ୍ତୁ ଯେତେବେଳେ ରାତି ହୁଏ, ସେ ରାତି ସମୟରେ ମାଛ ମାନେ ଉପରକୁ ଆସନ୍ତି ଏବଂ ତାଙ୍କୁ ଆମେ ଧରି ପାରିବା ବୋଲି ଅନେକ ସ୍କଲାର୍ସ ମାନେ କହନ୍ତି। ସେଇଠି ମଧ୍ୟ ସେ ପରିପ୍ରକାଶ କରନ୍ତି ଯେ ତାଙ୍କର ଏକ୍ସପର୍ଟ ଜିନିଷକୁ, ଯେ କୋଉ ପାଖରେ ମାଛ ଥିବେ, ରାତିରେ ମାଛ ଧରାଯାଏ ବୋଲି। କିନ୍ତୁ ମଧ୍ୟ ସେମ ଟାଇମ ସେ କହୁଛନ୍ତି ଆମେ ରାତି ସାରା କିଛି ଧରିନାଉ। ମୋର ଏକ୍ସପିରିଏନ୍ସ, ତାର ନିଜର ଏକ୍ସପିରିଏନ୍ସ କୁ ସେ ପରିପ୍ରକାଶ କରନ୍ତି ଦ୍ୱିତୀୟରେ ଯେ ନାଇଁ ମୁଁ ଧରିପାରି ନାହିଁ ବୋଲିକି। ସେ ଏଡେ ବଡ ଏକ୍ସପିରିଏନ୍ସ, ଏଡେ ବଡ ସବୁ ହେଲେ ସେ ନିଜେ ପରିପ୍ରକାଶ କରନ୍ତି ଯେ ମୋର ପାଖରେ ମୁଁ ପାରୁନାହିଁ ବୋଲି, ମୁଁ ପାରିଲି ନାହିଁ ବୋଲି ସେ ନିଜେ ସ୍ୱୀକାର କରନ୍ତି। ପ୍ରିୟ ମଣ୍ଡଳୀ, ହେଲେ ମଧ୍ୟ ସେ କହନ୍ତି ଆଉ ଗୋଟେ ବିଷୟ, ସେ କହନ୍ତି ଯେ କିନ୍ତୁ ଆପଣଙ୍କର କଥାରେ ମୁଁ ଜାଲ ପକାଇବି। ପ୍ରିୟ ମଣ୍ଡଳୀ, ଏଠି ଆମେ ଅଳ୍ପ ସମୟ ଯଦି ମଡର୍ଣ୍ଣ ଏଜ ର କସ୍ମସ୍ କୁ ଯଦି ଆମେ ଦେଖୁ, ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ମଡର୍ଣ୍ଣ ଏଜ ର କସ୍ମସ୍ କୁ ଆମେ ଯଦି ଦୃଷ୍ଟିଗୋଚର କରୁ ଏ ସୃଷ୍ଟିକୁ, ତେବେ ଏ ସୃଷ୍ଟିକୁ ଆମେ ନଷ୍ଟ କରିବାରେ ଚାଲିଛୁ। ଅନେକ ଇଣ୍ଡଷ୍ଟ୍ରିଆଲିଷ୍ଟ, କ୍ୟାପିଟାଲିଷ୍ଟ ମାନେ ଗଛ ପତ୍ର, ପାଣି, ପ୍ରତ୍ୟେକ ବିଷୟକୁ ସେମାନେ ଆବର୍ଜନା କରନ୍ତି। In the name of
ଡେଭଲପମେଣ୍ଟର ନାଁରେ ସମସ୍ତ ବିଷୟକୁ ନଷ୍ଟ କରୁଛନ୍ତି। ଆଜି ପୋସ୍କର ବି ଆପଣ ମାନେ ଜାଣିଛନ୍ତି, ସୃଷ୍ଟିକୁ ନଷ୍ଟ କରିବା ନିମନ୍ତେ ଗଭର୍ଣ୍ଣମେଣ୍ଟ ନିଜେ ପଛଘୁଞ୍ଚା ଦେଉନାହିଁ। କିନ୍ତୁ ଏହି ପରିସ୍ଥିତିରେ ଆମର ବାଇବେଲ ଆମମାନଙ୍କୁ କଣ ଶିକ୍ଷା ଦେ? ଆମମାନଙ୍କୁ ବାଇବେଲ ସବୁବେଳେ ଶିକ୍ଷା ଦେ ବିବ୍ଲିକାଲ ୱାର୍ଲଡ ଭ୍ୟୁ ପ୍ରେଜେଣ୍ଟ ହାଇଲି ଇଣ୍ଟର କନେକ୍ଟେଡ। ସୃଷ୍ଟି ଏବଂ ଈଶ୍ୱରଙ୍କ ମଧ୍ୟରେ ଇଣ୍ଟର କନେକ୍ଟେଡ ଅଛି, ପରସ୍ପର ଗୋଟେ ସମ୍ପର୍କ ଅଛି। କାରଣ ଯଦି ଆପଣ ମାନେ ଦେଖିବେ ସେ କୋଲୋସିଓ ତାହାର 1 ପର୍ବ 16 ପଦରେ ସେଠି ଲେଖାଯାଏ ଯେ ଏ ସୃଷ୍ଟି କାହିଁକି ହୋଇଛି, ଯେ ତାହାଙ୍କ ପାଇଁ, ତାହାଙ୍କ ନିମନ୍ତେ ଏବଂ ତାହାଙ୍କ ଦ୍ୱାରା ଏ ସୃଷ୍ଟି ତିଆରି ହୋଇଛି ବୋଲି ସେଠି ଲେଖାଯାଏ। ଜଣେ ପଢିଦେବେ କି କୋଲୋସି 1 ପର୍ବ 16 ପଦ? ଜଣେ ପଢିଦେବେ କି କୋଲୋସିଓ ତାର 1 ପର୍ବ 16 ପଦ? ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି। ଆମେନ୍। ମଣ୍ଡଳୀ, ମୁଁ କହୁଛି ଆପଣ ମାନଙ୍କୁ କହିବାକୁ ଚାହେଁ ଯେ ସୃଷ୍ଟି ଈଶ୍ୱରଙ୍କର ସହିତ ସବୁବେଳେ ଇଣ୍ଟର କନେକ୍ଟେଡ ରହିଛି। କାରଣ ଏଇଠାରେ ଯେତେବେଳେ ଯୀଶୁ ସେ କହନ୍ତି ଯେ ଗଭୀର ଜଳରେ ଜାଲ ପକାଅ, ତାର ଏହାର ଅର୍ଥ ଏହା ନୁହେଁ ଯେ ଯୀଶୁ ହେଉଛନ୍ତି ଗୋଟେ ବ୍ରିଲିଏଣ୍ଟ ରିଡିଂ ଅଫ ଦି ୱେଦର, ମାନେ ପାଣିପାଗକୁ ସେ ପ୍ୟାଟର୍ନକୁ ସେ ରିଡିଂ କରିପାରିବା ବ୍ୟକ୍ତି ନୁହନ୍ତି। ସେ ପାଣିପାଗକୁ ସେ କୋଉଠି ମାଛ ଅଛନ୍ତି କୋଉଠି ସେଇଠି ନାହିଁ, କିନ୍ତୁ ସେ ଯେତେବେଳେ କହୁଛନ୍ତି ଗଭୀର ଜଳରେ ଜାଲ ପକାଅ, ସେତେବେଳେ ସେ ଗୋଟିଏ ଲୋଗସକୁ ସେ ପରିପ୍ରକାଶ କରନ୍ତି। ସେ ନିଜେ ଗୋଟେ ବାକ୍ୟ, ସେ ସୃଷ୍ଟିର ପୂର୍ବରେ ବାକ୍ୟର ସ୍ୱରୂପେ ଥିଲେ, ସେ ବାକ୍ୟକୁ ସେ ପରିପ୍ରକାଶ କରନ୍ତି। କାରଣ ପ୍ରିୟ ମଣ୍ଡଳୀ, ତାଙ୍କ ଦ୍ୱାରା ସମଗ୍ର ଜଗତ ସୃଷ୍ଟି ହେଲା। ଆଉ ପଞ୍ଚମ ଦିବସରେ ସେ ପ୍ରକୃତରେ ଯେଉଁଠାରେ କି କିଛି ନଥିଲା ସେଇଠି ସେ ସୃଷ୍ଟିର ଅନେକ ଜୀବଜନ୍ତୁକୁ ସେ ଆଣିଲେ। There is nothing, ଯେଉଁଠାରେ କିଛି ନଥିଲା, ଯୋଉଟା ଆମେ କହିବା there is nothing, କିଛି ନାହିଁ ବୋଲି କିଛି ନାହିଁ। ଆଜି ସେଇ ସମୟରେ ଈଶ୍ୱର ପଞ୍ଚମ ଦିବସରେ ଏ ମତ୍ସ୍ୟଗଣକୁ ଈଶ୍ୱର ସୃଷ୍ଟି କଲେ। ପ୍ରିୟ ମଣ୍ଡଳୀ, ଆଜି ଯେତେବେଳେ ଈଶ୍ୱର କହୁଛନ୍ତି ବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କହୁଛନ୍ତି ଗଭୀର ଜଳରେ ଜାଲ ପକାଅ, ତାର ଅର୍ଥ ପ୍ରିୟ ମଣ୍ଡଳୀ, ମୁଁ କହିବାକୁ ଚାହେଁ ଯେ the fish rushed into Peter net because they recognized the voice of the Lord। ଯେଉଁଠାରେ କି ରାତି ସାରା ପିତର ମାଛ ଧରିଲେ, କିଛି ପାଇଲେ ନାହିଁ। ଗଭୀର ଜଳରେ କି ସେ କଣ ପକେଇ ନାହାନ୍ତି, ପକେଇଥିଲେ କିନ୍ତୁ କିଛି ପାଇପାରିଲେ ନାହିଁ। ମାତ୍ର ଯେତେବେଳେ ଯୀଶୁ କହୁଛନ୍ତି ଯେ ଗଭୀର ଜଳରେ ଜାଲ ପକାଅ, ସେତେବେଳେ ସେ ଗଭୀର ଜଳରେ ଜାଲ ପକାଉଛନ୍ତି ଏବଂ ଯଥେଷ୍ଟ ମାଛକୁ ସେ ଧରୁଛନ୍ତି। ମୁଁ କହିବାକୁ ଚାହେଁ the fish hear the voice of the Lord। ମାଛ ଈଶ୍ୱରଙ୍କର ଭଏସକୁ ସେ ଶୁଣିଛି। ସେଇ ସମୟରେ ପିତର ମଧ୍ୟ ଧରିଥିବେ ଯୋଉ ଜାଗାରେ କି ଯୀଶୁ କହିଲେ, ମାତ୍ର ପିତରକୁ ମାଛ ଧରାଗଲା ନାହିଁ। ମାତ୍ର ଯୀଶୁ ଯେତେବେଳେ କହୁଛନ୍ତି ଯଥେଷ୍ଟ ମାଛ ସେ ଧରୁଛନ୍ତି, କାରଣ ଫିsh ମାନେ ବା ମାଛ ଈଶ୍ୱରଙ୍କର ଭଏସକୁ ସେ ଶୁଣିକି ଅଛନ୍ତି। ଆଉ ସେ କଣ ପ୍ରକୃତରେ ଯେ ମାଛ ମାନେ ଈଶ୍ୱରଙ୍କର ଭଏସକୁ ଯେତେବେଳେ ଶୁଣିଲେ ଏବଂ ପିତରଙ୍କର ଜାଲ ଯେ ତାଙ୍କୁ ଧରଲା ତାହା ନୁହେଁ, ମାତ୍ର ମାଛ ମାନେ ପିତରଙ୍କର ଜାଲରେ ସେମାନେ ନିଜେ ପଡୁଛନ୍ତି। କାରଣ the fish hear the voice of the Lord। ସେ ମାଛ ଈଶ୍ୱରଙ୍କର ଭଏସକୁ ସେମାନେ ଶୁଣୁଛନ୍ତି, ଈଶ୍ୱରଙ୍କର ମାନେ ସେ ଭଏସକୁ ସେମାନେ ପାଳନ କରୁଛନ୍ତି, ବୁଝି ପାରୁଛନ୍ତି, ଚିହ୍ନି ପାରୁଛନ୍ତି। ପ୍ରିୟ ମଣ୍ଡଳୀ,
ପ୍ରିୟ ମଣ୍ଡଳୀ, ଯେ ସୃଷ୍ଟି ଏବଂ ଈଶ୍ୱରଙ୍କ ମଧ୍ୟରେ କି ସମ୍ପର୍କ ଅଛି, ଦ ରିଲେସନ ୱିଥ ଦିସ୍ କସ୍ମସ୍, ମାର୍କ 4 ପର୍ବ ତାର 39 ପଦରେ ଯଦି ଆମେ ଦେଖୁ, ସେଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଛି ଦିନ ପୂର୍ବେ ରେଭରେଣ୍ଡ ଆଶିଷ ଦୁଃଖୀ ମଧ୍ୟ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରୁ କରୁ ସେହି ଶାସ୍ତ୍ରାଂଶ କହିଥିଲେ ଯେ ସେଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ନୌକାରେ ଯାତ୍ରା କରୁଛନ୍ତି ଏବଂ ଯୀଶୁ ସହିଥିଲେ, ସେ ସମୟରେ ଝଡ଼ ବତାସ ଭୟଙ୍କର ସେଠାରେ ହେଲା। ଆଉ ଯେତେବେଳେ ହେଲା, ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଶୋଇଥିଲେ ତାହା ନୁହେଁ, କାରଣ ଈଶ୍ୱର ସେ ଘୁମାନ୍ତି ନାହିଁ କି ନିଦ୍ରା ଯାଆନ୍ତି ନାହିଁ, ସେ ଶୁଅନ୍ତି। ଆମେ କହିପାରିବା ନାହିଁ ଯେ ସେ ଶୋଇଛନ୍ତି ବୋଲିକି, ବଟ୍ ହି ସ୍ଲେପ୍ଟ, ସେ ଶୋଇଥିଲେ କିନ୍ତୁ ଆମେ ଶୋଇ ନଥିଲେ ବୋଲି ବି କହିପାରିବା, କାରଣ ଈଶ୍ୱର କେବେ ବି ସେ ଘୁମାନ୍ତି ନାହିଁ କି ନିଦ୍ରା ଯାଆନ୍ତି। କିନ୍ତୁ ଅନ୍ୟ ବିଷୟ ବି କହିପାରିବା ଯେ ଜିଜସ୍ ଇଜ ସେମ୍ ଥିଙ୍ଗ, ଫୁଲି ହ୍ୟୁମାନ୍, ସେ ଗୋଟେ ହ୍ୟୁମାନ୍ ଭାବରେ ମେ ବି ସେ ଶୋଇଥାଇ ପାରନ୍ତି। ହେଲେ ମଧ୍ୟ ଯେତେବେଳେ ବର୍ଷା ଝଡ଼ ଝଡ଼ ହେଉଛି, ତୋଫାନ ହେଉଛି, ଷ୍ଟର୍ମ ଯାକ ଉଠୁଛି, ସେ ସମୟରେ ଯୀଶୁ ଉଠିଲେ ଆରେ କହିଲେ ଏ ପାଣି ପବନକୁ ଚୁପ୍ ଏବଂ ଧମକ ଦେଇ ଚୁପ୍ କର ଏବଂ ତୁନି ହେ ବୋଲି କହିଲେ। ଆରେ ଯେତେବେଳେ କହିଲେ, ସୃଷ୍ଟି ଈଶ୍ୱରଙ୍କର ଭଏସକୁ ସେ ଶୁଣି ପାରିଲା ଏବଂ ତୁନି ହେଇକି ରହିଲା। ପ୍ରିୟ ମଣ୍ଡଳୀ, ଆମେ ସୃଷ୍ଟି ଏବଂ ଈଶ୍ୱରଙ୍କର ସହିତ କନେକ୍ସନକୁ ଆମେ ବୁଝିପାରିବା। ଏଇଠି ମାଛ ମଧ୍ୟ ଯେତେବେଳେ ଈଶ୍ୱର କହୁଛନ୍ତି ଯେ ଗଭୀର ଜଳରେ ଜାଲ ପକାଉ, ସେତେବେଳେ ମାଛ ମାନେ ସେ ଜାଲ ଭିତରକୁ ସେମାନେ ନିଜେ ଏଣ୍ଟ୍ରି ମାରୁଛନ୍ତି, କାରଣ ଈଶ୍ୱରଙ୍କର ଭଏସକୁ ସେମାନେ ଶୁଣିଲେ। ପ୍ରଭୁ ସେ ନୌକାରୁ ମଧ୍ୟ ଯେତେବେଳେ ତୁନି ଏବଂ ଧମକ ଦେଲେ, ଏ ସୃଷ୍ଟିକୁ ତୁନି ଏବଂ ଧମକ ମାନେ ଚୁପ୍ ହେଇଗଲା। ଲୁକ ତାହାର 19 ପର୍ବ 40 ପଦ ମଧ୍ୟରେ ଯଦି ଆମେ ଦେଖୁ, ସେଇଠାରେ ମଧ୍ୟ ଈଶ୍ୱରଙ୍କର ପବିତ୍ର ବାକ୍ୟ ଯୀଶୁ ସେ ବହୁତ ସୁନ୍ଦର କଥା କହନ୍ତି। ସେ ଉତ୍ତର ଦେଲେ, ମୁଁ ତୁମମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ ପଥର ଗୁଡାକ ପାଟି କରିବେ ବୋଲି ସେଠି ଲେଖାଯାଏ। ପଥର ଗୁଡାକ ପାଟି କରିବେ। ପୁଣି ଏ ସୃଷ୍ଟି ଯେତେବେଳେ ମନୁଷ୍ୟ ତୁନି ହେଇକି ରହିବ, ମନୁଷ୍ୟ ଗୌରବ କରିବା ନିମନ୍ତେ କି ଈଶ୍ୱରଙ୍କର ଆଜ୍ଞା ପାଳନ କରିବା ନିମନ୍ତେ ରହିଯିବ, ତେବେ ଈଶ୍ୱରଙ୍କର ଆଜ୍ଞା ସୃଷ୍ଟି ମଧ୍ୟ ମାନିବ। ପଥର ଗୁଡାକ, ନିର୍ଜୀବ ବସ୍ତୁ ମଧ୍ୟ ଈଶ୍ୱରଙ୍କର ଆଜ୍ଞା ମାନିବ ବୋଲି ସେଇଠି ଲେଖାଯାଏ। ଆମେ ଯଦି ଦେଖୁ ନମ୍ବର ଗଣନା ପୁସ୍ତକ 22 ପର୍ବରେ ମଧ୍ୟ ଗୋଟେ ଗୋଧ ସେ କଥା ହୁଅ। ସୃଷ୍ଟିର ଅନେକ ଅଂଶରେ ଆମେ ଅନେକ ଜାଗାରେ ଦେଖୁ ଯେ ସୃଷ୍ଟି ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରେ, ବଟ୍ ମନୁଷ୍ୟ ଈଶ୍ୱରଙ୍କର ଆଜ୍ଞାକୁ ସେ କେବେ ପାଳନ କରିବାକୁ ଆଗକୁ ଆସେ ନାହିଁ। ପ୍ରିୟ ମଣ୍ଡଳୀ, ମନୁଷ୍ୟ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା ନିମନ୍ତେ ଆଗକୁ ଆସେ ନାହିଁ। କିନ୍ତୁ ଏଠାରେ ପିତର ସେ ନିଜେ ସେ ପରିପ୍ରକାଶ କରନ୍ତି ଯେ ହଁ, ମୁଁ ରାତି ସାରା ଧରିଛି, କିନ୍ତୁ ମୁଁ ଆପଣଙ୍କର କଥାରେ ଜାଲ ପକାଇବି। କେତେ ସୁନ୍ଦର କଥା ସେ କହୁଛନ୍ତି। ଓବିଡିଏନ୍ସ ଦି ୱାର୍ଡ ଅଫ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କର ବାକ୍ୟକୁ ସେ ପାଳନ କରି ଆଗକୁ ବଢୁଛନ୍ତି। ପ୍ରିୟ ମଣ୍ଡଳୀ, ସବୁଠୁ ବଡ ବିଷୟ ଖ୍ରୀଷ୍ଟିଆନ ଜୀବନର ଈଶ୍ୱରଙ୍କର ବାକ୍ୟକୁ ପାଳନ କରିବା। ଆମେ ଗତ ରବିବାର ଦିନ ମଧ୍ୟ ଆମେ ପଢିଲୁ, ସେଇଠି ମଧ୍ୟ ଲେଖାଯାଏ, କଣ ଲେଖାଯାଏ ଯେ ଈଶ୍ୱରଙ୍କର ଆଜ୍ଞାକୁ ସେ ପାଳନ କରେ, ଯତ୍ନ ପୂର୍ବକ ଧ୍ୟାନ କରେ, ସେ କଦାପି କଣ ହୁଏ ନାହିଁ। ପ୍ରିୟ ମଣ୍ଡଳୀ, ସେ ନଷ୍ଟ ହୁଏ ନାହିଁ, କିନ୍ତୁ ଈଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ। ଏଠାରେ ଆମେ ଦେଖୁଛୁ ଯେ ଯେତେବେଳେ ସେ ଗଭୀର ଜଳରେ ଜାଲ ପକାଇଲା, ସେ ସକଳ ବିଷୟ ସେ ପ୍ରାପ୍ତ ହେଲେ, ସେ ସମସ୍ତ ବିଷୟ ପ୍ରାପ୍ତ ହେଲେ, ଅନେକ ବିଷୟ ମାଛ ଧରିଲେ। ଆଉ ଯେତେବେଳେ ମାଛ ଧରିଲେ, ସେତେବେଳେ ଗୋଟେ କଥା ସେ କହିଲେ ଯେ ହେ ପ୍ରଭୁ, ତୁମେ ମୋ ଠାରୁ ଦୂର ହୁଅ, ମୁଁ ଜଣେ ପାପୀ। ଜିସାଏ 6 ପର୍ବରେ ମଧ୍ୟ ସେଠାରେ ଜିସାଏ ତାଙ୍କର ଆହ୍ୱାନରେ କହନ୍ତି, ମୋ ଠାରୁ ଦୂର ହୁଅ, ମୁଁ ପାପୀ ବୋଲି କହନ୍ତି। ପ୍ରିୟ ମଣ୍ଡଳୀ, କହିବାକୁ ଚାହେଁ, ସେଇଦିନ ଯୀଶୁ ପିତର ସେ ନିଜକୁ ସେ ଦେଖିପାରିଲେ। ସେ ଆଶ୍ଚର୍ଯ୍ୟ କର୍ମ, ସେ ମାଛକୁ ଦେଖି ଅବାକ ହେଇଗଲେ ତାହା ନୁହେଁ, ମାତ୍ର ଗଡର ଗ୍ରେଟନେସ୍ କୁ ଦେଖିଲେ, ଯୀଶୁଙ୍କର ସେ ଗ୍ରେଟନେସ୍, ଯୀଶୁ କେତେ ମହାନ, ସେଇଟାକୁ ସେ ଦେଖିପାରିଲେ, ବୁଝିପାରିଲେ। ଆଉ ଯେତେବେଳେ
ଗାଡର ଗ୍ରେଟନେସ୍ କୁ ଆମେ ଦେଖୁ ବୁଝୁ ସେତେବେଳେ ନିଜକୁ ଆମେ ଚିହ୍ନି ଥାଉ ଆମେ କିଏ ବୋଲିକି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ ସେତେବେଳେ ସମସ୍ତେ ବିସ୍ମୟାନ୍ୱିତ ହେଲେ ଏବଂ ଯୀଶୁ ଗୋଟେ ନୂଆ ୱାର୍କ ଗୋଟେ ଦେଲେ, ତୁମେ ମାଛ ଧରୁଛ କିନ୍ତୁ ମୁଁ ତୁମକୁ ମନୁଷ୍ୟ ଧରିବାକୁ ଶିଖାଇବି। ଏକ ନୂଆ ରେସ୍ପନ୍ସିବିଲିଟି ଈଶ୍ୱର ସେଇଦିନ ଦାନ କଲେ। ଆଉ ପିତରଙ୍କର ଆହ୍ୱାନର ସେ ଯୋଗ୍ୟ ଆଚରଣ, ତାଙ୍କରି ଆହ୍ୱାନ ଦେଖନ୍ତୁ ପ୍ରଥମେ ଷ୍ଟାର୍ଟ ହେଲା ପ୍ରକୃତରେ ଗୋଟେ ବୋଟ ରୁ, କିନ୍ତୁ ତାଙ୍କରି ଶେଷ ହେଉଛି ଯୀଶୁଙ୍କର କ୍ରୁଶ ବା ଉଲ୍ଟା କ୍ରୁଶ କରିଛି ତାକୁ ମୃତ୍ୟୁ କରିବା। ଆମର ଆହ୍ୱାନ ପୁଣି ଥରେ ଶେଷରେ କହିବାକୁ ଚାହେଁ, ଆମମାନଙ୍କର ଆହ୍ୱାନ ଲକ୍ସରିୟସ୍ ଲାଇଫ ପାଇଁ ନାହିଁ, କିନ୍ତୁ ଆମମାନଙ୍କର ଆହ୍ୱାନ ହେଉଛି ଟୁ ଡାଇ ଫର ଖ୍ରାଇଷ୍ଟ। ଖ୍ରୀଷ୍ଟଙ୍କ ପାଇଁ ମୃତ୍ୟୁ ହେବା ନିମନ୍ତେ ଆମମାନଙ୍କର ଆହ୍ୱାନ ରହିଛି। ପ୍ରିୟ ମଣ୍ଡଳୀ, ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କର ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। ଥ୍ୟାଙ୍କ ୟୁ ଜୟ ଭାଇ। ଈଶ୍ୱରଙ୍କର ଆହ୍ୱାନ ସେ କେତେବେଳେ କରିବେ, କାହାକୁ କରିବେ ଆହ୍ୱାନ, କଣ ପାଇଁ କରିବେ, କୋଉ ଉଦ୍ଦେଶ୍ୟ ପାଇଁ କରିବେ, ସେ ହଉଛନ୍ତି ସଭରେନ୍ ଗଡ୍, ସେ ଜାଣିଛନ୍ତି।